ସାଙ୍ଗମାନେ ଆଜି ମୋ ସୁନ୍ଦର ଅଧିକାର ଦେଖନ୍ତୁ। ରାଗିଣୀ କହିବା ଅନୁସାରେ ତାର ଲୋକମାନେ ମୁକ୍ତିକୁ ପାଣିରେ ବାନ୍ଧି ଦିଅନ୍ତି ଆଉ କରେଣ୍ଟ ତାର ପାଣି ଭିତରେ ପକାଇ ଦିଅନ୍ତି। ଆଉ ସେ ଲୋକଟି କିଏ? ମ୍ୟାଡ଼ାମ୍, ଆପଣଙ୍କ କାମ ହେଇଗଲା। ତାପରେ ଭିଡ଼ିଓ କଲ୍ କରି ମୁକ୍ତିକୁ ଦେଖାଏ। ରାଗିଣୀ କିଏ? ୱାଓ, ହ୍ୱାଟ୍ ଇଜ୍ ସରପ୍ରାଇଜ୍। ସତରେ ତମକୁ ଏମିତି ଅବସ୍ଥାରେ ଦେଖି ବହୁତ ଦୁଃଖ ଲାଗୁଛି। ହେଲେ ମୁଁ କ'ଣ କରିବି? ତମେ ହିଁ ତ ମୋତେ ବାଧ୍ୟ କଲ ଏସବୁ କରିବା ପାଇଁ। ଦେଖ, ତମେ ଜମା ବି ମନ ଦୁଃଖ କରନି। ତମ ମୃତ୍ୟୁ ତମ ଆଦି ସାର୍ଙ୍କ ମରିବା ଖବର ପାଇବା ପରେ ହେବ। ମୋ ଲୋକମାନେ ତମ କାମ ସରିଲା ପରେ ତମ ଆଦି ସାର୍ଙ୍କ ଉପରକୁ ପଠାଇବାର ବ୍ୟବସ୍ଥା କରିଦେବେ। ବାସ୍ କିଛି ସମୟ ଫରକ ରହିବ। କ'ଣ କହିଥିଲୁ ତୁ? ଧମକ ନୁହେଁ, କାମର କରିକି ଦେଖେଇବୁ। ହେଲେ ତୁ ଭୁଲି ଯାଇଥିଲୁ ତୁ କାହାକୁ ଚ୍ୟାଲେଞ୍ଜ କରିଥିଲୁ। ତୋ ସହିତ ସେ ଆଦିତ୍ୟ ଦାସ ପରିବାରର ଦି ଏଣ୍ଡ ହେବ। ଛାଡ଼, ତାପରେ ବି ମୁଁ ତୋତେ ଗୋଟେ ଚାନ୍ସ ଦେଉଛି। ତୋ ପାଖରେ ଓନ୍ଲି 15 ମିନିଟ୍ସ ସମୟ ଅଛି। ତା ଭିତରେ ତୁ ଯଦି ପାରୁଛୁ ତ ନିଜକୁ ବଞ୍ଚା ଆଉ ତୋ ଆଦି ସାରର ପରିବାରକୁ ବି ବଞ୍ଚା। ମୁକ୍ତି କୁହେ, ହେ ଦେବୀ ମା, ମୋ ଡାକ ଶୁଣିବାକୁ ପଡ଼ିବ। ଆଜି ପର୍ଯ୍ୟନ୍ତ ତମେ କେବଳ ତମ ଇଚ୍ଛା କରି ଆସିଛ ଦେବୀ ମା, କିନ୍ତୁ ଆଜି ତମକୁ ମୋ ଡାକ ଶୁଣିବାକୁ ହିଁ ପଡ଼ିବ। ଯିଏ ମୋତେ ସାହାଯ୍ୟ କରିଛନ୍ତି, ମୋ ଜୀବନ ବଞ୍ଚାଇଛନ୍ତି, ମୋ ଜୀବନ ପଛେ ଚାଲିଯାଉ, ମୁଁ କିନ୍ତୁ ତାଙ୍କୁ ଯେମିତି ବି ହେଲେ ବଞ୍ଚେଇକି ରହିବି। ଆଉ ସେଠି ଜାଣିଛି କେବଳ ତମେ ହିଁ ମୋତେ ଭଲ ପାଇବା ବି ମୁଁ ଦେଖି ସାରିଛି। ହେଲେ ଏଥର ତାଙ୍କର ଭଲ ପାଇବା ନା ହିଁ କୌଣସି ଚାଲାକ ତାଙ୍କୁ ମୋ ଜାଲରୁ ବଞ୍ଚେଇ ପାରିବ। କେହି ବି ମୋ ଜାଲରୁ ବାହାର କରିପାରିବେନି। ଆଜି ସେ ଆଦିତ୍ୟ ଦାସ ଆଉ ମୁକ୍ତି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେବେ। ଆଉ ତାପରେ ଯାଇ ମୋ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ହେବ। ଆଉ ଏପଟେ ଆଦିତ୍ୟ ଦେହରେ ବମ୍ ଲଗାଇ ଦେଇଥାନ୍ତି ଆଉ ସେପଟେ ମୁକ୍ତିକୁ ପାଣି ଭିତରେ ବାନ୍ଧି କରେଣ୍ଟ ତାର ପାଣି ଭିତରେ ପକାଇଥାନ୍ତି। ମୁକ୍ତି କୁହେ, ହେ ଦେବୀ ମା, ମୋତେ ଏଥିରୁ ରକ୍ଷା କର। ତାପରେ ଦେବୀ ମା ମୁକ୍ତିର ଡାକ ଶୁଣନ୍ତି ଆଉ ତାପରେ କରେଣ୍ଟ ଚାଲିଯାଏ। ମୁକ୍ତି ଦେଖେ ତ କରେଣ୍ଟ ଚାଲି ଯାଇଥାଏ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ